ଓଡ଼ିଶାର ଏକ ଛୋଟ ଗାଁରେ ଜଣେ ଗରିବ ମୂଲିଆ ଓ ତାଙ୍କ ସ୍ତ୍ରୀ ରହୁଥିଲେ। ସେମାନଙ୍କର କୌଣସି ସନ୍ତାନ ନଥିବାରୁ ସେମାନେ ପ୍ରଭୁଙ୍କୁ ପ୍ରାର୍ଥନା କଲେ। ଶେଷରେ ସେମାନଙ୍କର ଏକ ସୁନ୍ଦର ପୁତ୍ର ସନ୍ତାନ ଜନ୍ମ ହେଲା, ଯାହାର ନାମ ରଖିଲେ କପିଳା। କପିଳା ଧୀରେ ଧୀରେ ବଡ଼ ହେଲା। ଗରିବ ପରିବାର ହୋଇଥିବାରୁ ପିତାମାତା ତାଙ୍କୁ ଜଣେ ଜମିଦାରଙ୍କ ଘରେ ଗାଈ ଚରାଇବା ପାଇଁ ଛାଡ଼ି ଦେଇଥିଲେ। ତେଣୁ ସେହି ଶିଶୁଟି ଗାଈ ଚରାଇବାକୁ ଅରଣ୍ୟକୁ ଯାଉଥିଲା। ସେହି ପିଲାର ପିଲାଦିନରୁ ତାଙ୍କର ଏକ ଗୁଣ ରହିଥିଲା। ସେହି ଗୁଣକୁ ଦେଖି ଲୋକମାନେ କହୁଥିଲେ, ଏହି ଶିଶୁ ଦିନେ ଭବିଷ୍ୟତରେ ଜଣେ ବଡ଼ ମଣିଷ ହେବ। ଗାଈ ଚରାଇବା ସମୟରେ କପିଳାର କାଶିଆ ନାମକ ଜଣେ ପିଲା ସହ ବନ୍ଧୁତା ହୋଇଥିଲା। ଦୁହେଁ ମିଶି ଜଙ୍ଗଲରେ ବୁଲୁଥିଲେ ଏବଂ ଖେଳୁଥିଲେ। ଦିନେ ପ୍ରବଳ ଖରାରେ କପିଳା ଏକ ଆମ୍ବ ଗଛ ମୂଳେ ଶୋଇ ପଡ଼ିଥିଲା। ସେହି ସମୟରେ ଏକ ନାଗସାପ ଗାତରୁ ଆସି କପିଳାର ମୁହଁ ଉପରେ ଫଣା ଟେକି ଛାଇ କରି ରହିଥିଲା, ଯେପରି ଖରା ତାଙ୍କୁ ମୁହଁରେ ନ ପଡ଼ୁ। ଏହି ଦୃଶ୍ୟକୁ ଦୂରରୁ ତାଙ୍କର ବନ୍ଧୁ କାଶିଆ ଦେଖୁଥିଲେ ଏବଂ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଜ୍ୟେଷ୍ଠ ମାସ ଯାଇ ଆଷାଢ଼ ମାସ ହେଲା। କାଶିଆ ଓ କପିଳା ପରିବାର ରଥଯାତ୍ରା ଦେଖିବା ପାଇଁ ପୁରୀରେ ପହଞ୍ଚିଲେ। ପୁରୀରେ କପିଳା ହଜିଗଲେ। ଯେତେ ଖୋଜିଲେ ମଧ୍ୟ କପିଳାକୁ ଆଉ ଦେଖିପାରିଲେ ନାହିଁ। ମନ ଦୁଃଖରେ ବାପା ମା ଘରକୁ ଫେରି ଆସିଲେ। ଉତ୍କଳର ରାଜା ସେତେବେଳେ ଅପୁତ୍ରିକ ଥିଲେ। ପୁଅଟିଏ ପାଇଁ ସେ ରାଜା ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ସେ ସମୟରେ ଭଗବାନ ତାଙ୍କୁ ସ୍ୱପ୍ନ ଆଦେଶ ଦେଲେ ଏବଂ ସେ କହିଲେ, ରାଜା, ତୁମେ ଗରୁଡ଼ ସ୍ତମ୍ଭ ନିକଟକୁ ଯାଅ। ଦେଖିବ ସେଠାରେ ଜଣେ ଖପରା କରି ଅଭଡ଼ା ଖାଉଛି। ତାକୁ ତୁମେ ପୁଅ ଭାବରେ ଗ୍ରହଣ କର। ପ୍ରଭୁଙ୍କ ସ୍ୱପ୍ନାଦେଶରେ ରାଜା ଯାଇ ପହଞ୍ଚିଲେ ଗରୁଡ଼ ସ୍ତମ୍ଭ ପାଖରେ। ସତକୁ ସତ ଦେଖିଲେ ଏକ ଶିଶୁଟି ଅଭଡ଼ା ଖାଇବାରେ ଲାଗିଛି। ତେଣୁ ସେ ଶିଶୁଟିକୁ ନେଇ ଆସିଲେ। ତାକୁ ଆଦର ସହିତ ଲାଳନ ପାଳନ କଲେ। ଯୁଦ୍ଧ ବିଦ୍ୟା ଶିଖାଇଲେ, ଘୋଡ଼ା ଚଢ଼ା ଶିଖାଇଲେ, ଖଣ୍ଡା ଯୁଦ୍ଧ ଶିଖାଇଲେ। ତେଣୁ ଧୀରେ ଧୀରେ ଶିଶୁଟି ବଡ଼ ହେଲା। ତେଣୁ ତା ପାଖରେ ଗୁଣ ଦେଖି ରାଜା କ'ଣ କଲେ, ତା ମୁଣ୍ଡରେ ଶିରିପା ବାନ୍ଧି ସେନାପତି ଭାବରେ ନିଯୁକ୍ତ ଦେଲେ। ତାଙ୍କ ଅନ୍ତେ କପିଳା ରାଜ୍ୟର ରାଜା ହେବେ ବୋଲି ସେ ଘୋଷଣା କଲେ। ଦିନକୁ ଦିନ ରାଜା କପିଳେନ୍ଦ୍ରଙ୍କ ବୀରତ୍ୱର ଖ୍ୟାତି ସବୁଆଡ଼େ ବଢ଼ିବାକୁ ଲାଗିଲା। ଉତ୍କଳର ସୀମାକୁ ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ ଏବଂ ନିଜର କୀର୍ତ୍ତି ଗୌରବ ଆଣିଲେ। ପରେ ସେ ନିଜକୁ ଗୌଡ଼େଶ୍ୱର, ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର, ବିରୋଧୀ ବୀରବର ପ୍ରବଳ ପ୍ରତାପୀ ଭାବରେ ସୁପରିଚିତ ହେଲେ। କିଛିଦିନ ପରେ ତାଙ୍କର ସାଙ୍ଗ କାଶିଆ କଥା ମନେ ପଡ଼ିଲା। ତେଣୁ କପିଳା କାଶିଆକୁ ଡକାଇବା ପାଇଁ ମନ୍ତ୍ରୀଙ୍କୁ ପଠାଇଲେ। କିନ୍ତୁ କାଶିଆ ଡରି ଯାଇଥିଲା। ସେ ରାଜା ହୋଇଥିଲେ। ରାଜା କାହିଁକି ଡାକିଲେ ଏ କଥା ସେ ଭାବିଲା। ତେଣୁ ରାଜା ଡକାଇଛନ୍ତି ବୋଲି ମନ୍ତ୍ରୀ ଯାଇ କାଶିଆକୁ ଡାକିଥିଲେ। କାଶିଆ ଆସି ପହଞ୍ଚିଲେ। ତେଣୁ ରାଜା ତାକୁ ସସମ୍ମାନେ ସାଙ୍ଗ ଭାବରେ ଗ୍ରହଣ କଲେ ଏବଂ କହିଲେ, ତମେ ମୋର ପିଲାଦିନର ସାଙ୍ଗ ଏବଂ ମୁଁ ତୁମକୁ କିପରି ଭୁଲିଯିବି। ମୁଁ କହିଥିଲି ନା, ମୁଁ ରାଜା ହେଲେ ତୁମକୁ ମନ୍ତ୍ରୀ କରିବି। ସତକୁ ସତ କାଶିଆକୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ ଏବଂ ଦୁହେଁ ଅତି ଖୁସି ମନରେ ଜୀବନଯାପନ କଲେ। ଏହି କାହାଣୀଟି ସରିଛି। ଏହି କାହାଣୀର ନାମ ହେଉଛି ମୂଲିଆ ପୁଅ ରାଜା ହେଲା।